ଏପ୍ରିଲରେ ଜନଗଣନା। ଆଜ୍ଞା ହଁ, ଏପ୍ରିଲ 16 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ଜନଗଣନା। ମେ 15 ପର୍ଯ୍ୟନ୍ତ ଏହା ଚାଲୁ ରହିବ, ଯାହାକି ଗୋଟିଏ ମାସ ଧରି ଥିବା ଜନଗଣନାରେ ତାଲିମପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନଙ୍କୁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ଏପ୍ରିଲ 1ରୁ 15 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସ୍ୱଗଣନା ବ୍ୟବସ୍ଥା ରହିଛି। ଲୋକଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଇଛି ପ୍ରଶାସନ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଲଇକରା ଗାଁରୁ ମଦ ଭାଟି ଉଚ୍ଛେଦ ପାଇଁ ଗ୍ରାମସଭାରେ ପ୍ରସ୍ତାବ ଗ୍ରହଣ କରିବାର ସତ୍ତ୍ୱେ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ମଙ୍ଗଳବାର ଦିନଠାରୁ ଧାରଣାରେ ବସିଛନ୍ତି ଶହ ଶହ ଗ୍ରାମବାସୀ ଲୋକେ। ରାତି 12ଟାରେ ବର୍ଷା ସହ ଘନ ଘନ ବିଜୁଳି ମାରୁଥିବା ବେଳେ କିନ୍ତୁ ତାକୁ ଖାତିର ନକରି ମହିଳାମାନେ କୋଳରେ ଛୁଆକୁ ଧରି ରାସ୍ତାରେ ରାତି କାଟିଥିଲେ। ଶେଷରେ ଲୋକଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଇଲା ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ଲଇକେରା ଦେଶୀ ମଦ ଭାଟିକୁ ଅସ୍ଥାୟୀ ରୂପେ ସିଲ୍ କରିଛି। ଏହା ସତ୍ତ୍ୱେ ଆସନ୍ତା 26 ତାରିଖରେ ସୁନ୍ଦରଗଡ଼ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପୂର୍ଣ୍ଣ ଭିଡ଼ିଓଗ୍ରାଫି ମଧ୍ୟରେ ପୁଣି ଥରେ ସ୍ୱତନ୍ତ୍ର ଗ୍ରାମସଭା କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ବିଭାଗ। ପୁଣି ଥରେ ସଡ଼କ ଦୁର୍ଘଟଣା, 2 ମୃତ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ 16 ନମ୍ବର ଜାତୀୟ ରାଜପଥରେ ଏକ ଆଳୁ ବୋଝେଇ ଟ୍ରକ୍ ଡିଭାଇଡରକୁ ଧକ୍କା ଦେବାରୁ ଘଟଣାସ୍ଥଳରେ 2 ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ସକାଳ ସମୟରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆଳୁ ବୋଝେଇ ଟ୍ରକ୍ ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେବା ସହିତ ରାସ୍ତାରେ ଡିଭାଇଡରକୁ ଧକ୍କା ଦେଇଛି। ଫଳରେ ଗାଡ଼ିର ଡ୍ରାଇଭର ଓ ହେଲ୍ପର ଆଳୁ ବସ୍ତା ତଳେ ଚାପି ହୋଇ ରହିଥିଲେ। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଓ ସୋର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୀର୍ଘ ସମୟ ପରେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ, କିନ୍ତୁ ଡାକ୍ତର ସେଠି ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପୁଣି ଥରେ ଲଜ୍ଜାଜନକ ଘଟଣା। କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ନେଇ ସନ୍ଦେହ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟସ୍ଥ ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ଠାବ କରାଯାଇଛି। ମୃତ ଛାତ୍ରୀ ଜଣକ ଯୁକ୍ତ 2 ପଢ଼ୁଥିବା ବେଳେ ଜଣାପଡ଼ିଛି। ପାରିପାର୍ଶ୍ୱିକ ପରିସ୍ଥିତିକୁ ଛାତ୍ରୀ ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଇଛି। ସୂଚନା ଅନୁସାରେ ନାବାଳିକାଙ୍କ କାମାକ୍ଷାନଗର କଲେଜରେ ପଢ଼ୁଥିବା ବେଳେ ଗତକାଲି କଲେଜରେ ପରୀକ୍ଷା ଦେବା ପରେ ଘରକୁ ଫେରି ନଥିଲେ। ରାତିରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଆଜି ସକାଳୁ ନାବାଳିକାଙ୍କ ମୃତଦେହ ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଛାତ୍ରୀଙ୍କ ଶରୀରରେ କ୍ଷତସ୍ଥାନ ସୃଷ୍ଟି ହୋଇଥିବା ବେଳେ ପାରିପାର୍ଶ୍ୱିକ ସ୍ଥିତିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅନୁମାନ କରାଯାଇଛି। ପୋଲିସ ସନ୍ଦେହ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ନୂଆପଡ଼ାରେ ହୀରା। ଓଡ଼ିଶା ହେଉଛି ରତ୍ନଗର୍ଭା। ଏହାର ମାଟି ତଳେ ଅନେକରୁ ଅନେକ ମୂଲ୍ୟବାନ ରତ୍ନ ରହିଛି। କେବଳ ଲୁହା, ପଥର, ମାଙ୍ଗାନିଜ ନୁହେଁ, ସୁନା ଓ ହୀରା ମଧ୍ୟ ରହିଛି। ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହା କହିଛନ୍ତି। ଏହାଙ୍କର ସୂଚନା ଅନୁଯାୟୀ ରାଜ୍ୟରେ ହୀରା ଖଣି ସନ୍ଧାନ ମିଳିଛି। ନୂଆପଡ଼ା ବ୍ଲକର କଲମିଦାଦ ଅଞ୍ଚଳରେ ହୀରା ଥିବା ପଥରରେ ସନ୍ଧାନ କରାଯାଇଛି। ବିଶେଷଜ୍ଞମାନେ ବର୍ତ୍ତମାନ ତାହାର ଅଧିକରୁ ଅଧିକ ସନ୍ଧାନ କରୁଛନ୍ତି। ପ୍ରକୃତି ଆଗରେ ମୁଣ୍ଡ ନୁଆଇଛି ପାକିସ୍ତାନ। ପାକିସ୍ତାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ପାକିସ୍ତାନର ରାଜଧାନୀ କରାଚିର ପ୍ରବଳରୁ ଅତି ପ୍ରବଳ ବର୍ଷା। ଏହି ବର୍ଷାରେ 19 ଜଣଙ୍କର ମୃତ୍ୟୁ ଘଟଣା ଘଟିଛି। ପାକିସ୍ତାନର ଖବରକାଗଜ ଜିଓ ନ୍ୟୁଜ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ଅଧିକାରୀମାନେ ଏହା ସୂଚନା ଦେଇଛନ୍ତି। ଇରାନ ଇସ୍ରାଏଲ ଯୁଦ୍ଧ ମଧ୍ୟସ୍ଥତା କରି ଯୁଦ୍ଧ ବନ୍ଦ କରିବାକୁ ଭାରତକୁ ଗୁହାରି କଲା ରୁଷ। ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ମୋଡ଼ ନେଇଛି। ଗତ ଫେବୃଆରୀ 28 ତାରିଖରୁ ଆରମ୍ଭ ହୋଇଥିବା ଏହି ସଂଘର୍ଷ ଧୀରେ ଧୀରେ ବଢ଼ି ବିଶ୍ୱର ନିଜ କବଳକୁ ନେବାରେ ଲାଗିଛି। ଇସ୍ରାଏଲ ପକ୍ଷରୁ ଇରାନର ପ୍ରମୁଖ ଗ୍ୟାସ୍ ପ୍ଲାଣ୍ଟଗୁଡ଼ିକୁ ଟାର୍ଗେଟ କରାଯିବା ପରେ ଇରାନ ମଧ୍ୟ ପାଲଟା ଜବାବ ଦେଇ ଆରବ ଦେଶଗୁଡ଼ିକରେ ତୈଳ ଏବଂ ଗ୍ୟାସ୍ ଭଣ୍ଡାର ଉପରେ ଆକ୍ରମଣ କରିଛି। ଏହି ପରିସ୍ଥିତିରେ ବିଶ୍ୱବ୍ୟାପୀ ଶକ୍ତି ସଂକଟ ଦେଖାଦେଇଥିବା ବେଳେ ରୁଷ ଏବେ ଭାରତକୁ ଏହି ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଛି। $112କୁ ବୃଦ୍ଧି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସଂକଟ ଶେଷ ହେବାର କୌଣସି ସମ୍ଭାବନା ଦେଖାଯାଇନଥିବାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେବାରେ ଲାଗିଛି। ଗୁରୁବାର ଅଶୋଧିତ ତୈଳର ବ୍ୟାରେଲ ପିଛା ଦର $112କୁ ବୃଦ୍ଧି ପାଇଛି। ଇରାନର ବିଭିନ୍ନ ତୈଳ ଭଣ୍ଡାର ଉପରେ ପୁଣି ଥରେ ଆକ୍ରମଣ କରାଯାଇଥିବାରୁ ତେଲ ଦର ବଢ଼ିବାରେ ଲାଗିଛି। ଋଣ ଭାରରେ ବୁଡ଼ିଲା ଆମେରିକା।
ଇରାନ ଯୁଦ୍ଧ ମଧ୍ୟରେ ଋଣ $39 ଟ୍ରିଲିୟନ ବୃଦ୍ଧି। ଗତ ମାସରେ ଇସ୍ରାଏଲ ସହିତ ମିଶି ଆମେରିକା ଇରାନ ଉପରେ ଆକ୍ରମଣ କରିଥିଲା। ଆକ୍ରମଣକୁ ମାତ୍ର କିଛି ସପ୍ତାହ ବିତିଛି, କିନ୍ତୁ ଆମେରିକାର ଆର୍ଥିକ କ୍ଷତି କ୍ରମାଗତ ଭାବରେ ବୃଦ୍ଧି ପାଇଛି। ବିଶ୍ୱର ସବୁଠାରୁ ଧନୀ ଦେଶ ମଧ୍ୟ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି। ରାସ୍ତାରେ ପାନ ଛେପ ପକାଇବା ପଡ଼ିଲା ମହଙ୍ଗା। ଇଂଲଣ୍ଡର ରାଜଧାନୀ ଲଣ୍ଡନର ଏକ ପରିଷଦରେ ପାନ ଛେପ ପକାଇବା ପାଇଁ 2 ଜଣ ଭାରତୀୟ ଉପରେ ଏକ ବଡ଼ ଜରିମାନା ଲଗାଇଛନ୍ତି। ଏହି ଦୁଇ ଜଣଙ୍କ ଉପରେ 1300 ପାଉଣ୍ଡର ଅଧିକ ଜରିମାନା ଲଗାଯାଇଛି, ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ 1,72,000 ଟଙ୍କା ଜରିମାନା ହେଇଛି। ଏହି 2 ଜଣ ବ୍ୟକ୍ତି ହେଉଛନ୍ତି ଅକ୍ଷୟ କୁମାର ଭଦ୍ର ପଟେଲ ଏବଂ ହିତେଶ ପଟେଲ। ଅନିଲ ଆମ୍ବାନୀଙ୍କୁ ଏବେ ସିବିଆଇ ଜେରା। ବ୍ୟାଙ୍କ ଠକେଇ ମାମଲାରେ ଶିଳ୍ପପତି ଅନିଲ ଆମ୍ବାନୀଙ୍କୁ ସିବିଆଇ ଜେରା କରିଛି। ଆଜି ଅପରାହ୍ନରେ 66 ବର୍ଷୀୟ ଅନିଲ ସିବିଆଇର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ 2 ଦିନ ଜେରା କରାଯିବ ବୋଲି ଜଣାପଡ଼ିଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ଅଭିଯୋଗ ଆଧାରରେ ତାଙ୍କୁ ଜେରା କରାଯାଉଛି। ବର୍ତ୍ତମାନ ବନ୍ଦ ହୋଇଯାଇଥିବା ତାଙ୍କ ଟେଲିକମ୍ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ ପାଇଁ ନିଆଯାଇଥିବା ଋଣ ବୁଡ଼ିଯିବା ପରେ ସେ ସେହି ପାଣ୍ଠିକୁ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ରହିଛି। କିଛି ଦିନ ପୂର୍ବରୁ ତାଙ୍କ ବଡ଼ ପୁଅ ଜୟ ଅନମୋଲ ଆମ୍ବାନୀଙ୍କୁ ସିବିଆଇ 6 ଘଣ୍ଟା ଜେରା କରିଥିଲା। ସିବିଆଇ ଅଭିଯୋଗ କରିଛି ଯେ ରିଲାଏନ୍ସ କମ୍ୟୁନିକେସନ୍ ନାଁରେ ନିଆଯାଇଥିବା ଋଣକୁ ଅନିଲ ଅନ୍ୟତ୍ର ବ୍ୟବହାର କରିଛନ୍ତି। 10,000 ଟଙ୍କା ପାଇଁ ବ୍ୟାଙ୍କ ଅଫ୍ ବରୋଦାକୁ ଗଣିବାକୁ ପଡ଼ିଲା 3,28,000 ଟଙ୍କା। 2017 ମସିହା ଫେବୃଆରୀ ମାସରେ ଉଦନା ଅଞ୍ଚଳରେ ଜଣେ ଗ୍ରାହକ ଏକ ଏସ୍ବିଆଇ ଏଟିଏମ୍ରୁ 10,000 ଟଙ୍କା ଉଠାଇବାକୁ ଯାଇଥିଲେ, କିନ୍ତୁ ମେସିନ୍ରୁ ନଗଦ ଟଙ୍କା ବାହାରି ନଥିଲା ମଧ୍ୟ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଯାଇଥିଲା। ଏହାପରେ ଗ୍ରାହକ ଜଣକ ବ୍ୟାଙ୍କ ଅଫ୍ ବରୋଦାକୁ ବାରମ୍ବାର ଲିଖିତ ଅଭିଯୋଗ, ଇମେଲ୍ ଓ ଆର୍ଟିଆଇ ମାଧ୍ୟମରେ ସହାୟତା ମାଗିଥିଲେ ମଧ୍ୟ ବ୍ୟାଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇନଥିଲା। କତର ଉପରେ ଆକ୍ରମଣରେ 12 ମୁସଲିମ ଦେଶ ଅସନ୍ତୋଷ। ଇରାନ ବୁଧବାର ଦିନ କତରରେ ସବୁଠୁ ବଡ଼ ଗ୍ୟାସ୍ ପ୍ଲାଣ୍ଟ ରାସ୍ ଲଫାଲ ଉପରେ ଆକ୍ରମଣ କରିଥିଲା। ଏହାକୁ ନେଇ 12 ମୁସଲିମ ଦେଶ ଇରାନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏମାନେ ଇରାନକୁ ତୁରନ୍ତ ଆକ୍ରମଣ ବନ୍ଦ କରୁ ବୋଲି କହିଛନ୍ତି। ସାଉଦି ଆରବ ରାଜଧାନୀ ରିୟାଦରେ ହୋଇଥିବା ବୈଠକ ପରେ ଏହି ବୟାନ ସାମ୍ନାକୁ ଆସିଛି। ବୈଠକରେ ସାଉଦି ଆରବ, କତର ଓ ୟୁଏଇ ସମେତ ଅନେକ ମୁସଲିମ ଦେଶ ଅଂଶଗ୍ରହଣ କରିଥିଲେ। ସେମାନେ କହିଥିଲେ ଇରାନ ଆବାସିକ ଅଞ୍ଚଳ ଉପରେ ଆକ୍ରମଣ କରୁଛି। ଏହା ପୂରାପୂରି ଭୁଲ ଓ ଏହାକୁ କୌଣସି ଦୃଷ୍ଟିରୁ ସଠିକ୍ କୁହାଯାଇ ପାରିବ ନାହିଁ।